ମା ଚାଟକମ୍ବ ଦେବୀଙ୍କର 54ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ। କୋରେଇ ବ୍ଲକ ଅନ୍ତର୍ଗତ ତଣ୍ଡର ଗ୍ରାମ ପଞ୍ଚାୟତରେ ମା ଚାଟକମ୍ବ ଦେବୀଙ୍କର 54ତମ ବିଶ୍ୱଶାନ୍ତି ଯଜ୍ଞ ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ଚାଟକମ୍ବ ଦେବୀଙ୍କର 108 ପିତ୍ତଳ କଳସ ନଦୀରୁ ମାତୃଭକ୍ତ ଓ ଅନୁଷ୍ଠାନ ସମୂହଙ୍କ ଦ୍ୱାରା ଅଣାଯାଇ ମାଙ୍କ ପାଖରେ କଳସ ସ୍ଥାପନ କରାଯାଇଥିଲା। ପରେ ଗ୍ରାମବାସୀମାନେ ଏକଜୁଟ ହୋଇ ଶୁଭାଦିବାସ ଅଙ୍କୁରାରୋପଣ ଘଟ ସ୍ଥାପନ କରିଥିଲେ। ସନ୍ଧ୍ୟାରେ ଆଳତି, ତେଲିଙ୍ଗି ବାଦ୍ୟ ପରିବେଷଣ, ନାମ ସଂକୀର୍ତ୍ତନ, ଗୀତା ପାଠ, ଚଣ୍ଡୀପାଠ ମାଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ମାଙ୍କର ଆଶୀଷ ଲାଭ କରିବା ପାଇଁ ଆଖପାଖ ଗ୍ରାମରୁ ଭକ୍ତମାନେ ଛୁଟି ଆସିଥିଲେ। ଦୀର୍ଘ 5 ଦିନ ଧରି ଆନନ୍ଦର ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ମାଙ୍କର କୃପା ଲାଭ କରିଥିଲେ। ତତ୍ସହିତ ସନ୍ଧ୍ୟାରେ 10 ଘଟିକା ସମୟରେ ଶିବାନନ୍ଦ ନାଟ୍ୟ ଯାତ୍ରାପାର୍ଟି ବେଶ୍ ମନମୁଗ୍ଧକର ଥିଲା। କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟ ସମାପନ କରୁଥିବାର ଦୃଶ୍ୟମାନ ହୁଏ। କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଭାପତି ଦେବବ୍ରତ ମହାପାତ୍ର, ଉପେନ୍ଦ୍ର କୁମାର ସ୍ୱାଇଁ ସମ୍ପାଦକ, ମହେନ୍ଦ୍ର ପଇଡ଼ା, ପ୍ରଭାକର ପଇଡ଼ା, ଅନନ୍ତ ସ୍ୱାଇଁ, ନରେନ୍ଦ୍ର ପଣ୍ଡା, ଉମେଶ ସ୍ୱାଇଁ, ଆନନ୍ଦ ଦଳାଇ, ଚିନ୍ତାମଣି ସାହୁ, ଅଭିମନ୍ୟୁ ଖଣ୍ଡେଇ, ଶ୍ୟାମସୁନ୍ଦର ବରାଳ, ବିପିନ ମଳିକ, ନିରଞ୍ଜନ ପହି, ତ୍ରିଲୋଚନ ମଳିକ, କୈଳାସଚନ୍ଦ୍ର ସ୍ୱାଇଁ, ବିଶ୍ୱନାଥ ସେଠୀ, ପ୍ରଫୁଲ୍ଲ ମଳିକ, ଶରତ ମଳିକ, ନାରାୟଣ ଦଳାଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ଯାଜପୁର ନିରୋଜ କୁମାର ସେଠୀଙ୍କ ରିପୋର୍ଟ, ଅଷ୍ଟକଳା ନ୍ୟୁଜ୍। ଆଚ୍ଛା, ଏଇ ଯେଉଁ ମା ଦେବୀଙ୍କର କେତେ ବର୍ଷ ହେଲା ଏ ଖେଳା ଲୀଳା ହେଲାଣି? 54 ବର୍ଷ ହେଇଗଲା ଆମର ଏଠି ଯଜ୍ଞାନୁଷ୍ଠାନ କରାଯାଇଛି। ତାଙ୍କର ମହିମା ବିଷୟରେ କ'ଣ କହିବେ? ଆମର ପ୍ରଥମ 21 ମସିହା ବାତ୍ୟା ପରେ ଆମର ଏଠି ଗାଁର ଗୋଟେ କମିଟି ଗଠନ କରାଯାଇକି ଗାଁର ବହୁତ ଦୁର୍ବିପାକ ହେଇଥିଲା। ତେଣୁ ଗୋଟେ କମିଟି ଗଠନ କରାଯାଇକରି ସ୍ଥିର କଲେ ଏଠି ମାଆଙ୍କ ନିକଟରେ ଆମେ ଗୋଟେ ସମସ୍ତେ ଏକଜୁଟ ହେଇକରି ଗୋଟେ କମିଟି ଗଠନ କରିବା। 73 ମସିହାରେ ଯଜ୍ଞ ଆମର ଏଠି ଆରମ୍ଭ ହେଲା। 73 ମସିହାଠୁ ଦୀର୍ଘ ଦିନ ମଧ୍ୟ 54 ବର୍ଷ ହେଇଗଲା ଏଠି ଯଜ୍ଞ ଚାଲିଛି। ଆଉ ଭକ୍ତଙ୍କର ମନବାଞ୍ଛା ପୂର୍ଣ୍ଣ କରିବା ପାଇଁ କ'ଣ ଏଠିକି ବହୁତ ଆଡ଼ୁ ଆସନ୍ତି। ପ୍ରାୟ କେନ୍ଦ୍ରାପଡ଼ା, କଟକ, ଭଦ୍ରକ ପାଖାପାଖି ବହୁତ ଦୂର ଜାଗାରୁ ଏଠିକି ଆସିକିରି ମାଆଙ୍କର ମହିମା ବିଷୟରେ ଜାଣିଛନ୍ତି। ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଛି। ସେମାନେ ଆସିକି ଏଠି ଯେଉଁ କଳସ, ସୁନା ଚିତା ଏମାନେ ସବୁ ଦାନ କରନ୍ତି। ପ୍ରାୟତଃ ଆମର 200 ପରେ କଳସ ଏଠି ଲୋକ ଦାନ କରିଛନ୍ତି। ପ୍ରାୟ ସୁନା ଚିତା 100-150 ଭଳିଆ ସୁନା ଚିତା ଏଠି ଦିଆଯାଇଛି। ମୁଁ ଏଠି ଲକ୍ଷ୍ୟ କରୁଥିଲି ଆପଣଙ୍କର ଏଠି ପିତ୍ତଳରେ କଳସ କେତେ ଘଟ ସ୍ଥାପନ କରୁଛନ୍ତି? ଏଠି ଆମର 251 କଳସ ଥିଲା। ଆଜ୍ଞା, ଏତେ ସମ୍ଭବ ନୁହେଁ ବସେଇଲା ଭଳିଆ। ବର୍ତ୍ତମାନ ଆମେ 150 କଳସ ଏଠି ସ୍ଥାପନ କରୁଛୁ।